ସଉକାରକୁ ଆମେ ଡରୁନାହୁଁ ପାଠ ପଢିବାକୁ। ତେବେ ଚାଲ ଆମ ଚାଟଶାଳୀକୁ। ଏଇ ଭିଡିଓଟିରେ ଆମେମାନେ ହର୍ଷଉକାର ଯୋଗ ଶିଖିବା ଓ ତା ସହିତ ଏହାକୁ କିପରି ଇଂରାଜୀରେ ଲେଖା ବା ପଢା ଯାଇଥାଏ ତାହା ଜାଣିବା। ଏହି ଯୋଗକୁ ଶିଖିଲେ ଆମେ ଆମର ନାମ ସହିତ ବାପା ମାଙ୍କ ନାମ, ସ୍କୁଲ ନାମ ଏବଂ ଘର ଓ ସ୍କୁଲ ଠିକଣାକୁ ଲେଖିପାରିବା। ତେବେ ଚାଲ ଆମ ଚାଟଶାଳୀ। ହର୍ଷଉକାର ଯୋଗ। କରେ ହର୍ଷଉକୁ କେ ୟୁ। ଖରେ ହର୍ଷଉକୁ କେ ଏଚ୍ ୟୁ। ଗରେ ହର୍ଷଉଗୁ ଜି ୟୁ। ଘରେ ହର୍ଷଉଗୁ ଜି ଏଚ୍ ୟୁ। ଚରେ ହର୍ଷଉଚୁ ସି ଏଚ୍ ୟୁ। ଛରେ ହର୍ଷଉଛୁ ସି ଏଚ୍ ଏଚ୍ ୟୁ। ବର୍ଗେ ଜରେ ହର୍ଷଉଜୁ ଜେ ୟୁ। ଝରେ ହର୍ଷଉଝୁ ଜେ ଏଚ୍ ୟୁ। ଟରେ ହର୍ଷଉଠୁ ଟି ୟୁ। ଠରେ ହର୍ଷଉଠୁ ଟି ଏଚ୍ ୟୁ। ଡରେ ହର୍ଷଉଡୁ ଡି ୟୁ। ଢରେ ହର୍ଷଉଢୁ ଡି ଏଚ୍ ୟୁ। ମୁଦେଣରେ ହର୍ଷଉଣୁ ଏନ୍ ୟୁ। ତରେ ହର୍ଷଉତୁ ଟି ୟୁ। ଥରେ ହର୍ଷଉଥୁ ଟି ଏଚ୍ ୟୁ। ଡରେ ହର୍ଷଉଡୁ ଡି ୟୁ। ଧରେ ହର୍ଷଉଧୁ ଡି ଏଚ୍ ୟୁ। ଦନ୍ତେ ନରେ ହର୍ଷଉନୁ ଏନ୍ ୟୁ। ପରେ ହର୍ଷଉପୁ ପି ୟୁ। ପରେ ହର୍ଷଉପୁ ପି ଏଚ୍ ୟୁ। ବରେ ହର୍ଷଉବୁ ଡି ୟୁ। ଭରେ ହର୍ଷଉବୁ ଡି ଏଚ୍ ୟୁ। ମରେ ହର୍ଷଉମୁ ଏମ୍ ୟୁ। ଦନ୍ତେସ୍ଥ ଜରେ ହର୍ଷଉଜୁ ଜେ ୟୁ। ରରେ ହର୍ଷଉରୁ ଆର୍ ୟୁ। ଳରେ ହର୍ଷଉଳୁ ଏଲ୍ ୟୁ। ତାଳବେ ସରେ ହର୍ଷଉସୁ ଏସ୍ ଏଚ୍ ୟୁ। ମୁଦଣେ ସରେ ହର୍ଷଉସୁ ଏସ୍ ଏଚ୍ ୟୁ। ଦନ୍ତେ ସରେ ହର୍ଷଉସୁ ଏସ୍ ୟୁ। ହରେ ହର୍ଷଉହୁ ଏଚ୍ ୟୁ। କ୍ଷରେ ହର୍ଷଉକୁ କେ ଏସ୍ ଏଚ୍ ୱାଇ ୟୁ। ୟରେ ହର୍ଷଉ ୱାଇ ୟୁ। ଲରେ ହର୍ଷଉଲୁ ଏଲ୍ ୟୁ। Thanks for